नमस्कार ओडिशा। आज ହେଉଛି ଜାନୁଆରୀ ମାସ 10 ତାରିଖ ଶନିବାର। ଆଉ ଆଜିର ପାଣିପାଗ ଅପଡେଟ୍ ଆସିଯାଇଛି। ତେବେ ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ ଗୋଟିଏ ରିକ୍ୱେଷ୍ଟ, ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଅନ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଓଡ଼ିଶାରେ ହାଡ଼ଭଙ୍ଗା ଶୀତ ଓ ତୁଷାରପାତ। ସାରା ଓଡ଼ିଶାରେ ଏବେ ଅସହ୍ୟ ଶୀତର ପ୍ରକୋପ ଜାରି ରହିଛି। ଉପାନ୍ତରୁ ଉପକୂଳ ସବୁଠି ହାଡ଼ଭଙ୍ଗା ଶୀତରେ ଜନଜୀବନ ଥରୁଛି। ବିଶେଷ କରି ଝାରସୁଗୁଡ଼ାରେ ପାରଦ 5.6 ଡିଗ୍ରୀକୁ ଖସିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା 11.6 ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଗାମୀ 7 ଦିନ ପର୍ଯ୍ୟନ୍ତ ଏହି ଭୀଷଣ ଥଣ୍ଡା ଜାରି ରହିବ। ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଲଗାତାର 3 ଦିନ ଧରି ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି। ରାତିର ତାପମାତ୍ରା 3 ଡିଗ୍ରୀ ତଳେ ରହିବା ଫଳରେ ଖୋଲା ପଡ଼ିଆ ଓ ଗାଡ଼ି ଉପରେ ବରଫର ସ୍ତର ଜମି ରହିଛି। ଏହି ପ୍ରଚଣ୍ଡ ଶୀତ ଯୋଗୁଁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଆଜି ମୋଟ 11ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ 20ଟି ଜିଲ୍ଲାରେ ଭୀଷଣ ଶୀତ ଏବଂ 10ଟି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ। ଏହା ସହିତ ରାଜ୍ୟର ସମୁଦାୟ 30ଟି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଆଜି କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି, କେଉଁ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ, ତା ସହିତ କେଉଁ ଜିଲ୍ଲାଗୁଡ଼ିକରେ ହାଡ଼ଭଙ୍ଗା ଶୀତ ବା ଭୀଷଣ ଶୀତ ହେବ ଏବଂ କେଉଁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ହେବ ଏବଂ ରାଜ୍ୟରେ ତାପମାତ୍ରା ଆହୁରି କେତେ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିବ, ତା ସହିତ ଆହୁରି କେତେ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଯିବ, ଆହୁରି କେତେ ଦିନ ପର୍ଯ୍ୟନ୍ତ ଏପରି ଭୀଷଣ ଶୀତ ଏବଂ ତୁଷାରପାତ ଦେଖିବାକୁ ମିଳିବ, ଏ ନେଇ ପାଣିପାଗ ବିଭାଗ କ'ଣ ଅପଡେଟ୍ ଦେଇଛି, ଏ ନେଇ ସମ୍ପୂର୍ଣ୍ଣ ଖବର ଏବଂ ଆପଣଙ୍କ ଜିଲ୍ଲାର ତାପମାତ୍ରା କେତେ ରହିବ ତାହା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତା ସହିତ ଚ୍ୟାନେଲରେ ନୂଆ କରି ଆସିଥିଲେ ଆମ ଚ୍ୟାନେଲ ଜି ନ୍ୟୁଜ୍ ଅପଡେଟ୍କୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଅନ୍ କରି ରଖନ୍ତୁ। ଏହାଦ୍ୱାରା ଆପଣ ସବୁଦିନ ପାଣିପାଗର ସଠିକ୍ ଅପଡେଟ୍ ସର୍ବପ୍ରଥମେ ପାଇପାରିବେ। ତେବେ ଚାଲନ୍ତୁ ଡେରି ନ କରି ଆଜିର ପାଣିପାଗ ଅପଡେଟ୍ ଉପରେ ନଜର ପକାଇ ନେବା। ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାତି ପ୍ରାୟ 9ଟା ବେଳକୁ ଝାରସୁଗୁଡ଼ା ସହର ରାସ୍ତା ପ୍ରାୟ ଖାଲି ହୋଇଯାଉଥିବା ବେଳେ ସକାଳୁ ସକାଳୁ ମଧ୍ୟ ଦୋକାନ ବଜାରଗୁଡ଼ିକ ସକାଳ 9ଟା ପରେ ଖୋଲୁଛି। ଏହି ଶୀତ ଲହରୀ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ଜାଣିନେବା ଆଜି ପାଇଁ ସବୁ କେଉଁ କେଉଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, କେଉଁ କେଉଁ ଜିଲ୍ଲାରେ ଭୀଷଣ ଶୀତ ଏବଂ କେଉଁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ଏବଂ କେଉଁ କେଉଁ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି। ତେବେ ପ୍ରଥମେ ଜାଣିବା ଯେଉଁ 11ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି, ଉକ୍ତ 11ଟି ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ହେବ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ ଉକ୍ତ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ମଧ୍ୟ ହେବ ବୋଲି ସୂଚନା ଦିଆଯାଇଛି। ତେବେ ସେହି 11ଟି ଜିଲ୍ଲାଗୁଡ଼ିକ ହେଉଛି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼। ଏହାପରେ ଜାଣିବା ଆଜି ପାଇଁ ଯେଉଁ 20ଟି ଜିଲ୍ଲାରେ ଭୀଷଣ ଶୀତ ହେବ ବୋଲି ସୂଚନା ଦିଆଯାଇଛି। ଉକ୍ତ 20ଟି ଜିଲ୍ଲାରେ ଭୀଷଣ ଶୀତ ହେବ, ଅର୍ଥାତ୍ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ସେଲସିୟସ୍ରୁ 10 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ଏବଂ ଏହିସବୁ ଜିଲ୍ଲାରେ ପ୍ରବଳ କୁହୁଡ଼ି ମଧ୍ୟ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ସେହି 20ଟି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ଯେଉଁଠି ତାପମାତ୍ରା ରହିବ 9 ଡିଗ୍ରୀ ସେଲସିୟସ୍। ଏହାପରେ ନବରଙ୍ଗପୁରରେ 7 ଡିଗ୍ରୀ, କଳାହାଣ୍ଡିରେ 7 ଡିଗ୍ରୀ, ରାୟଗଡ଼ାରେ 10 ଡିଗ୍ରୀ, ନୂଆପଡ଼ାରେ 10 ଡିଗ୍ରୀ। ଏହାପରେ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ରହିବ 5 ଡିଗ୍ରୀ ସେଲସିୟସ୍ ବା ଏଠାରେ ଭୀଷଣରୁ ଭୀଷଣ ଶୀତ ହେବ। ଏହାପରେ ବୌଦ୍ଧ ଜିଲ୍ଲାରେ 10 ଡିଗ୍ରୀ, ବଲାଙ୍ଗୀରରେ 8 ଡିଗ୍ରୀ, ସୋନପୁରରେ 9 ଡିଗ୍ରୀ, ସମ୍ବଲପୁରରେ ମଧ୍ୟ 9 ଡିଗ୍ରୀ, ବରଗଡ଼ ଜିଲ୍ଲାରେ 10 ଡିଗ୍ରୀ ଏବଂ ଏହାପରେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ରହିବ 5 ଡିଗ୍ରୀ ସେଲସିୟସ୍
ବା ଏଠାରେ ମଧ୍ୟ ଭୀଷଣ ଶୀତ ହେବ। ଏହାପରେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେ ସର୍ବନିମ୍ନ ତାପମାତ୍ରା ରହିବ 4 ଡିଗ୍ରୀ ସେଲସିୟସ୍ ବା ଏଠାରେ ଭୀଷଣରୁ ଭୀଷଣ ଶୀତ ହେବ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ 6 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବ। ଏହାପରେ କେନ୍ଦୁଝର ଜିଲ୍ଲାରେ 7 ଡିଗ୍ରୀ, ଅନୁଗୁଳ ଜିଲ୍ଲାରେ 7 ଡିଗ୍ରୀ ଏବଂ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ 7 ଡିଗ୍ରୀ। ଏହାପରେ କଟକରେ 8 ଡିଗ୍ରୀ, ଖୋର୍ଦ୍ଧାରେ 9 ଡିଗ୍ରୀ, ଜଗତସିଂହପୁରରେ 10 ଡିଗ୍ରୀ, ବାଲେଶ୍ୱରରେ 10 ଡିଗ୍ରୀ ଏବଂ ମୟୂରଭଞ୍ଜରେ 8 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବ। ଏହାପରେ ଜାଣିବା ଯେଉଁ 11ଟି ଜିଲ୍ଲାରେ ପ୍ରବଳ ଶୀତ ହେବ ବୋଲି କୁହାଯାଇଛି। ଉକ୍ତ 11ଟି ଜିଲ୍ଲାରେ ପ୍ରବଳ ଶୀତ ହେବ ଅର୍ଥାତ୍ ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ରୁ 20 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ଏବଂ ଏହିସବୁ ଜିଲ୍ଲାରେ ପ୍ରବଳ କୁହୁଡ଼ି ମଧ୍ୟ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାପରେ ଜାଣିବା ଯେଉଁ 10ଟି ଜିଲ୍ଲାରେ ପ୍ରବଳ ଶୀତ ହେବ ବୋଲି କୁହାଯାଇଛି। ଉକ୍ତ 10ଟି ଜିଲ୍ଲାରେ ପ୍ରବଳ ଶୀତ ହେବ ଅର୍ଥାତ୍ ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ରୁ 20 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ଏବଂ ଏହିସବୁ ଜିଲ୍ଲାରେ ପ୍ରବଳ କୁହୁଡ଼ି ମଧ୍ୟ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ସେହି 10ଟି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, ଯେଉଁଠି ତାପମାତ୍ରା ରହିବ 11 ଡିଗ୍ରୀ ସେଲସିୟସ୍। ଏହାପରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ଠାରେ 11 ଡିଗ୍ରୀ, ଗଜପତି ଜିଲ୍ଲାରେ 11 ଡିଗ୍ରୀ, ଗଞ୍ଜାମ ଜିଲ୍ଲାରେ 13 ଡିଗ୍ରୀ, ନୟାଗଡ଼ ଜିଲ୍ଲାରେ 11 ଡିଗ୍ରୀ, ପୁରୀ ଜିଲ୍ଲାରେ 13 ଡିଗ୍ରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ 11 ଡିଗ୍ରୀ, ଯାଜପୁର ଜିଲ୍ଲାରେ 11 ଡିଗ୍ରୀ, ଭଦ୍ରକ ଜିଲ୍ଲାରେ 11 ଡିଗ୍ରୀ ଏବଂ ଦେଓଗଡ଼ ଜିଲ୍ଲାରେ 12 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବ। ତେବେ ଏହାପରେ ଜାଣିବା ଯେଉଁ ସମୁଦାୟ 30ଟି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି କୁହାଯାଇଛି। ଉକ୍ତ 30ଟି ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ କିଛି କିଛି ସ୍ଥାନରେ ପାଗ ମେଘୁଆ ରହିବ। ତା ସହିତ ଏହି ସମୁଦାୟ 30ଟି ଜିଲ୍ଲାରେ ଆଜି ପାଇଁ କୌଣସି ବର୍ଷାର ସମ୍ଭାବନା ନାହିଁ ବୋଲି ଏହି ସବୁ ଜିଲ୍ଲାକୁ କୌଣସି ୱାର୍ଣ୍ଣିଂ ଦିଆଯାଇ ନାହିଁ ବା ଏହି ସବୁ ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ ରଖିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ସେହି 30ଟି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ଆଜିର ସମ୍ପୂର୍ଣ୍ଣ ପାଣିପାଗ ଅପଡେଟ୍। ସବୁଦିନ ଏହିପରି ପାଣିପାଗ ଅପଡେଟ୍ ଜାଣିବା ପାଇଁ ଆମର ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆଉ ଆପଣ କେଉଁ ଜିଲ୍ଲାରୁ ଏହି ଭିଡ଼ିଓ ଦେଖୁଛନ୍ତି ଏବଂ ଆପଣଙ୍କ ଜିଲ୍ଲାରେ ଶୀତ କିଭଳି ଅଛି କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସହିତ ଅନ୍ୟମାନଙ୍କ ସହିତ ମଧ୍ୟ ସେୟାର କରନ୍ତୁ, ଯାହାଫଳରେ ସମସ୍ତେ ସଠିକ୍ ପାଣିପାଗ ସୂଚନା ପାଇପାରିବେ। ଆସନ୍ତାକାଲି ପୁଣି ଦେଖାହେବ ଏକ ନୂଆ ଅପଡେଟ୍ ସହିତ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।